ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ସମ୍ବଲପୁରକୁ ଗଡ଼ିବ 50 ନୂଆ ଇ-ବସ୍। ସମ୍ବଲପୁରରେ ଶନିବାର 25ଟି ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ 25ଟି ଇ-ବସ୍ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଅତ୍ୟାଧୁନିକ ବସ୍ ଟର୍ମିନାଲ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ବସ୍ ଟର୍ମିନାଲ ଓ ବସ୍ର ରକ୍ଷଣାବେକ୍ଷଣ ପାଇଁ 238 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପରବର୍ତ୍ତୀ ଖବର, ସରକାର କମାଇବେ ପିୟୁସିସି ଜରିମାନା ଦର। ପ୍ରଦୂଷଣ ଫାଇନ ବଢ଼ାଇ ଦେଇଥିଲେ ସମସ୍ତଙ୍କ ଟେନସନ୍। କିଏ 10,000 ତ କିଏ 60,000 ଟଙ୍କା ଫାଇନ ଦେଖି ଚିନ୍ତିତ ଥିଲେ। କିନ୍ତୁ ଗାଡ଼ି ମାଲିକଙ୍କ ସବୁ ଚିନ୍ତା ଦୂର କରିଛନ୍ତି ସରକାର। ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ସମୟ ସୀମା ତ ମାର୍ଚ୍ଚ ଶେଷ ଯାଏଁ ବଢ଼ିଛି। ତା ସହ ଆଗକୁ ମୋଟା ଫାଇନ ଲାଗିବ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ। ପରବର୍ତ୍ତୀ ଖବର, ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଜାଡ଼। ରାଜ୍ୟରେ ଏମିତି କେଉଁ ସ୍ଥାନ ନାହିଁ ଯେଉଁଠି ହାଡ଼ଭଙ୍ଗା ଶୀତ ନାହିଁ। ସନ୍ଧ୍ୟାରୁ ତା ପରଦିନ ପୂର୍ବାହ୍ନ ଯାଏଁ ହାଡ଼ ପଞ୍ଜରା ଥରାଇ ଦେଉଛି ରେକର୍ଡ ଭଙ୍ଗା ବାଘୁଆ ଶୀତ। ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାଉରକେଲାରୁ କଟକ କେଉଁଠି 73 ବର୍ଷର ରେକର୍ଡ ଭାଙ୍ଗିଛି ତ ଆଉ କେଉଁଠି ଇତିହାସ ରଚିଛି ମାଘଝାଡ଼। ଫଳରେ ସଙ୍ଗୀନ ହୋଇପଡ଼ିଛି ଗରିବଙ୍କ ଅସହାୟ। ପରବର୍ତ୍ତୀ ଖବର, ମହାକାଶକୁ ଯିବ ଓଡ଼ିଶା ନିର୍ମିତ ପ୍ରଥମ ସାଟେଲାଇଟ୍। PSLV-C62 ସାଙ୍ଗରେ ଅନ୍ତରୀକ୍ଷକୁ ଯିବ CGU-SAT-01। ତେବେ ଏହି ଉପଗ୍ରହକୁ ନିର୍ମାଣ କରୁଛି ଭୁବନେଶ୍ୱରସ୍ଥିତ ସିବି ରମଣ ଗ୍ଲୋବାଲ ୟୁନିଭର୍ସିଟି। ଜରୁରୀକାଳୀନ ପରିସ୍ଥିତି ହେଉ କି ପ୍ରାକୃତିକ ବିପର୍ଯ୍ୟୟ ସମୟ, ଯୋଗାଯୋଗରେ ଏହା ସାଜିବ ଏକ ବଡ଼ ମାଧ୍ୟମ। ପରବର୍ତ୍ତୀ ଖବର, ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଛନ୍ତି ବଡ଼ ନିଷ୍ପତ୍ତି। ଏଣିକି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତି ରହିଲେ ଘରକୁ ଯିବେ ଶିକ୍ଷକ। ଏନେଇ ସମସ୍ତ ବିଡିଓ ଓ ବିଇଓଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗଙ୍କ ଚିଠି। କାହିଁକି ପିଲା ଅନୁପସ୍ଥିତି ଅଛନ୍ତି ସ୍କୁଲ କର୍ତ୍ତୃପକ୍ଷ ବୁଝିବେ। ପରବର୍ତ୍ତୀ ଖବର, 1000 ବର୍ଷ ପାଇଁ ଜାଳିଲେ 1000 ଦୀପ, ହର ହର ମହାଦେବ ମନ୍ତ୍ରରେ କମ୍ପିଲା ପରିବେଶ। ସବୁଠି ପାଳନ ହେଲା ସୋମନାଥ ସ୍ୱାଭିମାନ ପର୍ବ। ଗାଁଠୁ ସହର ସବୁ ଶୈବପୀଠରେ ଜଳିଲା ଦୀପ, ମହାଦେବଙ୍କୁ କରାଗଲା ଆରାଧନା। ଗୁଜରାଟର ସୋମନାଥ ମନ୍ଦିର ଉପରେ ମହମୁଦ ଗଜନୀର ପ୍ରଥମ ଆକ୍ରମଣରେ 1000 ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସଭ୍ୟତାର ଅଦମ୍ୟ ସାହସ ଓ ନିରନ୍ତରତାକୁ ସ୍ମରଣ ପାଇଁ ସାରା ଦେଶରେ ପାଳନ ହେଉଛି ସୋମନାଥ ସ୍ୱାଭିମାନ ପର୍ବ। ପରବର୍ତ୍ତୀ ଖବର, ଭିତରେ ବସିଥିଲେ ଯାତ୍ରୀ, ହଠାତ୍ ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍। କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍। ହଠାତ୍ ଧୂଆଁ ବାହାରିବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍ଟି ହୁତୁହୁତୁ ହୋଇ ମଝି ରାସ୍ତାରେ ଜଳି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପରବର୍ତ୍ତୀ ଖବର, ମଝି ଆକାଶରୁ ଖସି ପଡ଼ିଲା ଚାର୍ଟର ପ୍ଲେନ୍। ମେ ଡେ କଲ୍ ପରେ ପାଇଲଟ କଲେ ଫୋର୍ସ ଲ୍ୟାଣ୍ଡିଂ। ରାଉରକେଲାରେ ବିମାନ ଦୁର୍ଘଟଣାକୁ ନେଇ ହଇଚଇ। ସୌଭାଗ୍ୟକୁ ବଞ୍ଚାଇ ଦେଇଛନ୍ତି ସମସ୍ତ ଯାତ୍ରୀ ଓ ପାଇଲଟ। ତେବେ କାହିଁକି ଦୁର୍ଘଟଣା ଘଟିଲା ତାକୁ ନେଇ ଆରମ୍ଭ ହୋଇଯାଇଛି ଖୋଳତାଡ଼। ଡିଜିସିଏ ଆରମ୍ଭ କରିଦେଇଛି ତନାଘନା। ରବିବାର ଆସି
ଯାଞ୍ଚ କରିବ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ। ପରବର୍ତ୍ତୀ ଖବର ଭାରତକୁ ଝଟକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ 500% ପର୍ଯ୍ୟନ୍ତ ଟାରିଫ ଲାଗୁ କରିବାର ଇଙ୍ଗିତ ବିଶ୍ୱ ଏବଂ ଘରୋଇ ବ୍ୟବସାୟିକ ମହଲରେ ଏକ ଉତ୍ତେଜନା ସୃଷ୍ଟି କରିଛି। ଏହି ଭୟ ସିଧାସଳଖ ସେୟାର ବଜାରକୁ ମଧ୍ୟ ପ୍ରଭାବିତ କରିଛି। ଗତ 5ଟି ବାଣିଜ୍ୟ ଅଧିବେଶନରେ ସେନ୍ସେକ୍ସ ପ୍ରାୟ 2000 ପଏଣ୍ଟକୁ ହ୍ରାସ ପାଇଛି, ଯେତେବେଳେ ନିଫ୍ଟି ମଧ୍ୟ 2%ରୁ ଅଧିକ ହ୍ରାସ ପାଇଛି। ଏହି ସମୟରେ ଭାରତ ସ୍ପଷ୍ଟ କରିଛି ଯେ ଏହା କୌଣସି ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ ସରକାର ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ବିଶ୍ୱ ବଜାର ଉପରେ କଡ଼ା ନଜର ରଖିଛି ଏବଂ ଜାତୀୟ ସ୍ୱାର୍ଥ ସହିତ କୌଣସି ପ୍ରକାରର ଆପତ୍ତି କରାଯିବ ନାହିଁ।